जय जीशु प्रभु जीशु कृष्णटारे मोर अति प्रिय भाई और भौणी मैंने समस्त केमती अच्छा भलरे रहतु। जौहन समाचार अध्याय 1 पद संज्ञा 1 आद्यरे वाक्य थिले वाक्य ईश्वर सहित थिले एवं सही वाक्य ईश्वर थिले। आसतु मोर भाई और भौणी माने से वाक्य आम वर्तमान शुणा। जय जीशु। उत्पत्ति ग्रंथ अध्याय 25 आब्राहामको वंश परंपरा। केतुरा नामनी जड़े नारी को आब्राहाम पत्नी रूपे ग्रहण कले। से तांको निमंते सिमरान, जोक्सान, मेदान, मिदियान, इस्बाक और सुआ नामक पुत्र मानंकु जन्म देला। सेबा और देदान रो पिता थिले जोक्सान। देदान रो संतान माने आसुरीम, लेसुसीम और लेउमीम। मिदियान ठारू एफा, एफेर, हानक, आबिदा और एल्दा नामक संतान माने जन्मित हेले। एमाने समस्ते थिले केतुरार संतान। आब्राहाम निजर समस्त किछि इसहाकंकु प्रदान कले, किंतु निज उपपत्नी ठारू जात संतान मानंक पई सामान्य किछि उपहार देई आब्राहाम निज जीवितावस्थारे सेमानंकु निज पुत्र इसहाक ठारू पृथक कराई पूर्व दिगस्थ सुदूरवर्ती देश को पठाई देले। आब्राहामको मृत्यु। आब्राहामको आयुष काल थिला 175 वर्ष। संपूर्ण बयस होई आब्राहाम वृद्धावस्थारे प्राण त्याग करी पितृपुरुष मानक सह सम्मिलित हेले। माम्रेर पूर्व दिगरे थिबा तथा हितीय सोहारर पुत्र एफ्रन ठारू अधिकृत क्षेत्रे थिबा माकपेलार गुंफारे निज पुत्रगण इसहाक और इस्माएल तांको कबर देले। आब्राहाम हितीय मानंक ठारू सेही क्षेत क्रय करिथिले। सेठारे निज पत्नी सारांक कबर निकटरे आब्राहाम समाधिस्थ हेले। आब्राहामंक वियोगान्ते ईश्वर इसहाकंकु आशीष देले ओ से बेरलाहाई रोई नामक एक स्थान रे बास कले। इस्माएलंक वंश परंपरा। सारांक दासी इजिप्टिय हागार जन्म देइथिबा आब्राहामंक पुत्र इस्माएलंक वंश परंपरा एहा अटे। सेमानंक जन्मानुक्रमे इस्माएलंक संतान मानंक नाम विवरणी। इस्माएलंक ज्येष्ठ पुत्र नेबाई थय, तत्परे केदार, आब्बेला, मिबसाम, मिस्मा, दुमा, मासा, हादाद, तेमा, जेथुर, नाफिस और केदेमा। एमाने थिले इस्माएलंक संतानगण ओ सेमानंक ग्राम तथा बासस्थली अनुक्रमे द्वादश गोष्ठी गुड़िकर 12 प्रमुख व्यक्तिंक नाम तालिका एहा थिला। इस्माएलंक आयुष काल 137 वर्ष थिला। तत्परे से शेष निश्वास त्याग कले और निज पूर्वज आत्मीय मानंक सह सम्मिलित हेले। से माने हाबिला ठारू इजिप्टर पूर्व दिगस्थ आसीरिया अभिमुखे रूस पर्यंत विस्तृत देश मानकरे बसती स्थापन कले।
ସେମାନେ ନିଜ ଆତ୍ମୀୟମାନଙ୍କ ଠାରୁ ସୁଦୂରରେ ଅବସ୍ଥାନ କଲେ। ଏସାଉ ଓ ଯାକୋବଙ୍କ ଜନ୍ମ ବିବରଣୀ। ଏହା ଆବ୍ରାହମଙ୍କ ପୁତ୍ର ଇସାହାକଙ୍କ ବଂଶାବଳୀର ବିବରଣୀ। ଆବ୍ରାହମ ଇସାହାକଙ୍କର ପିତା ଥିଲେ। ଇସାହାକ ନିଜ 40 ବର୍ଷରେ ରେବେକାଙ୍କୁ ବିବାହ କଲେ। ରେବେକା ପାଦାନ ଆରାମ ଦେଶୀୟ ଆରାମୀୟ ବେଥୁଏଲର କନ୍ୟା ଓ ଆରାମୀୟ ଲାବାନଙ୍କ ସହୋଦରୀ ଥିଲା। ଇସାହାକ ନିଜ ବନ୍ଧ୍ୟା ପତ୍ନୀର ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣିବା ଯୋଗୁଁ ରେବେକା ଅନ୍ତଃସତ୍ତ୍ୱା ହେଲେ। ତାର ଗର୍ଭସ୍ଥିତ ଶିଶୁଗଣ ପରସ୍ପର ମଧ୍ୟରେ କଳହରତ ହେବାକୁ ସେ ପଚାରିଲା, ଏହିପରି ସଂଗଠିତ ହେଲେ ମୁଁ କାହିଁକି ଜୀବିତ ରହିବି? ସୁତରାଂ ସେ ପ୍ରଭୁଙ୍କ ଅଭୀଷ୍ଟ ସମ୍ବନ୍ଧରେ ଜ୍ଞାତ ହେବା ପାଇଁ ପ୍ରାର୍ଥନା କଲା। ପ୍ରଭୁ ତାଙ୍କୁ କହିଲେ, ତୁମ ଗର୍ଭ ମଧ୍ୟରେ 2ଟି ଗୋଷ୍ଠୀ ଅନ୍ତର୍ଭୁକ୍ତ ଓ ତୁମଠାରୁ ଜାତ ହେବାକୁ ଥିବା ସନ୍ତାନମାନେ 2ଟି ଜାତିରେ ବିଭକ୍ତ ହେବେ। ଏକ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ତୁଳନାରେ ଶକ୍ତିଶାଳୀ ହେବ ଓ ଜ୍ୟେଷ୍ଠ ପୁତ୍ର କନିଷ୍ଠ ପୁତ୍ରର ଦାସ୍ୟକର୍ମ କରିବ। ତାର ପ୍ରସବ କାଳ ନିକଟ ହୋଇ ଆସିବାରୁ ଯମଜ ଶିଶୁମାନେ ତାର ଗର୍ଭରେ ଦେଖାଗଲେ। ଯିଏ ପ୍ରଥମେ ଜାତ ହୋଇଥିଲେ ସିଏ ଲାଲ ବର୍ଣ୍ଣ ବିଶିଷ୍ଟ ଓ ତାଙ୍କ ସର୍ବାଙ୍ଗ ଶରୀର ଲମ୍ବବସ୍ତ୍ର ପରିହିତ ଜଣେ ବ୍ୟକ୍ତି ସଦୃଶ ଥିଲା। ସୁତରାଂ ସେମାନେ ତାକୁ ଏସାଉ ନାମରେ ଅଭିହିତ କଲେ। ତଦନ୍ତର ତାଙ୍କ ସହୋଦର ଭୂମିଷ୍ଠ ହେଲେ। ସେ ଏସାଉଙ୍କ ଗୋଇଠି ଧରି ରହିଥିଲେ। ଅତଏବ ସେ ଯାକୋବ ନାମରେ ନାମିତ ହେଲେ। ସେମାନଙ୍କ ଜନ୍ମ ସମୟରେ ଇସାହାକଙ୍କୁ 60 ବର୍ଷ ବୟସ ହୋଇଥିଲା। ଏସାଉଙ୍କ ଜ୍ୟେଷ୍ଠ ପୁତ୍ରାଧିକାର ବିକ୍ରୟ। ଶିଶୁଦ୍ୱୟଙ୍କ ବୟସ ବୃଦ୍ଧି ପ୍ରାପ୍ତ ହେବାରୁ ଏସାଉ ଜଣେ ନିପୁଣ ଶିକାରୀ ଓ ଗ୍ରାମାଞ୍ଚଳ ବିହାରୀ ହେଲେ। କିନ୍ତୁ ଯାକୋବ ଶାନ୍ତ ସ୍ୱଭାବ ବିଶିଷ୍ଟ ଥିବାରୁ ଶିବିର ମଧ୍ୟରେ ଅବସ୍ଥାନ କରୁଥିଲେ। ଏସାଉଙ୍କ ଶିକାରରୁ ମିଳୁଥିବା ମାଂସ ଆହାର କରିବା ପାଇଁ ଭଲ ପାଉଥିବା ଯୋଗୁଁ ଇସାହାକ ଏସାଉଙ୍କୁ ସ୍ନେହ କଲେ, କିନ୍ତୁ ରେବେକା ଯାକୋବଙ୍କୁ ସ୍ନେହ କଲେ। ଏକଦା ଯାକୋବ ମସୁର ଡାଲି ପାକ କରୁଥିବା ସମୟରେ କ୍ଷୁଧାର୍ତ ତଥା କ୍ଳାନ୍ତ ହୋଇ କ୍ଷେତରୁ ଏସାଉ ଫେରି ଆସିଲେ। ଏସାଉ ଯାକୋବଙ୍କୁ କହିଲେ, ପାକ ହୋଇଥିବା ଲାଲ ମସୁର ଡାଲିରୁ ମୋତେ କିଛି ଖାଇବାକୁ ଦିଅ, କାରଣ ମୁଁ ଅତୀବ କ୍ଷୁଧିତ। ଏହି କାରଣରୁ ସେ ଏଦୋମ ନାମରେ ଅଭିହିତ ହେଲେ। ଯାକୋବ ପ୍ରତ୍ୟୁତ୍ତର ଦେଲେ, ପ୍ରଥମତଃ ତୁମ ଜ୍ୟେଷ୍ଠ ପୁତ୍ରାଧିକାର ମୋତେ ବିକ୍ରୟ କର। ଏସାଉ କହିଲେ, ମୁଁ କ୍ଷୁଧାରେ ମୃତପ୍ରାୟ, ଜ୍ୟେଷ୍ଠ ପୁତ୍ରାଧିକାରରେ ମୋର ବା କ'ଣ ଯାଏ ଆସେ? ଯାକୋବ କହିଲେ, ପ୍ରଥମେ ମୋ ନିକଟରେ ଶପଥ କର। ତହୁଁ ଏସାଉ ତାଙ୍କ ନିକଟରେ ଶପଥ କଲେ ଓ ନିଜ ଜ୍ୟେଷ୍ଠ ପୁତ୍ରାଧିକାରକୁ ଯାକୋବକୁ ବିକ୍ରୟ କଲେ। ତତ୍ପରେ ଯାକୋବ ଏସାଉଙ୍କୁ ରୁଟି ତଥା ମସୁର ଡାଲି ପରିବେଷଣ କଲେ। ଖିଆପିଆ ଶେଷ କରି ସେ ଉଠି ଚାଲିଗଲେ। ଏପରି ଭାବେ ଏସାଉ ନିଜ ଜ୍ୟେଷ୍ଠ ପୁତ୍ରାଧିକାରକୁ ଅସାର ମନେ କଲେ। ଅଧ୍ୟାୟ 26। ଇସାହାକ ଓ ଆବିମେଲେକ। ଆବ୍ରାହାମଙ୍କ କାଳରେ ଘଟିଥିଲା ଭଳି ଏକ ଦୁର୍ଭିକ୍ଷ ପୁନରାୟ ସଂଗଠିତ ହେଲା। ତେଣୁ ଇସାହାକ ଗେରାରସ୍ଥ ଫିଲିସ୍ତୀୟମାନଙ୍କ ରାଜା ଆବିମେଲେକଙ୍କ ସମୀପକୁ ପ୍ରସ୍ଥାନ କଲେ। ପ୍ରଭୁ ଉଭା ହୋଇ ତାଙ୍କୁ କହିଲେ, ତୁମେ ଇଜିପ୍ଟକୁ ଯାଅ ନାହିଁ, ବରଂ ମୋ ଦ୍ୱାରା ପ୍ରଦର୍ଶିତ ସ୍ଥାନରେ ବସବାସ କର। ଏହି ଦେଶରେ ହିଁ ବାସ କର। ମୁଁ ତୁମକୁ ଆଶୀର୍ବାଦ କରିବି ଓ ତୁମର ସହବର୍ତ୍ତୀ ହେବି।
ଏ ସମସ୍ତ ଦେଶ ତୁମକୁ ତଥା ତୁମ ବଂଶ ପରମ୍ପରାକୁ ମୁଁ ପ୍ରଦାନ କରିବି ଓ ତୁମ ପିତା ଆବ୍ରାହମଙ୍କ ଠାରେ କରିଥିବା ପ୍ରତିଜ୍ଞା ମୁଁ ପାଳନ କରିବି। ତୁମ ବଂଶ ପରମ୍ପରାକୁ ଆକାଶମଣ୍ଡଳର ତାରକା ସମ ମୁଁ ସଂଖ୍ୟାତୀତ ଭାବେ ବୃଦ୍ଧି କରିବି ଓ ସେ ସମସ୍ତ ଦେଶକୁ ତୁମ ସନ୍ତାନ ପରମ୍ପରାକୁ ମୁଁ ପ୍ରଦାନ କରିବି। ତୁମ ସନ୍ତାନ ପରମ୍ପରା ମାଧ୍ୟମରେ ଭୂପୃଷ୍ଠର ସମସ୍ତ ଜନତା ଅନୁଗ୍ରହର ପାତ୍ର ହେବେ, କାରଣ ଆବ୍ରାହାମ ମୋର ବଚନାବଳୀର ଅନୁଗତ ହୋଇ ମୋର ନିର୍ଦ୍ଦେଶ, ଆଜ୍ଞା, ନିୟମ ତଥା ବିଧିବିଧାନ ସମୂହ ପାଳନ କରିଥିଲେ। ତହୁଁ ଇସାହାକ ଗେରାରେ ଅବସ୍ଥାନ କଲେ। ତାଙ୍କର ପତ୍ନୀ ସମ୍ପର୍କରେ ସେଠାକାର ଲୋକେ ତାଙ୍କୁ ପଚାରିବାରୁ ସେ କହିଲେ, ସେ ମୋର ସହୋଦରୀ। ଯେହେତୁ ନିଜ ପତ୍ନୀ ବୋଲି କହିବା ପାଇଁ ଇସାହାକ ଭୟ କରିଥିଲେ, କାରଣ ରେବେକା ଦେଖିବାକୁ ସୁନ୍ଦରୀ ଥିବା ଯୋଗୁଁ ସେହି ଲୋକେ ତାଙ୍କ ସକାଶେ ତାଙ୍କୁ ନିଧନ କରିବେ ବୋଲି ଇସାହାକ ଆଶଙ୍କା କଲେ। ସେ ସେଠାରେ ବହୁଦିନ ରହିଲା ପରେ ଏକଦା ଫିଲିସ୍ତୀୟମାନଙ୍କ ରାଜା ଆବିମେଲେକ ବାତାୟନ ଦେଇ ଗୃହ ମଧ୍ୟକୁ ଚାହିଁବା ବେଳେ ଇସାହାକ ନିଜ ପତ୍ନୀ ରେବେକାକୁ ଆଲିଙ୍ଗନ କରୁଥିବା ଦେଖିଲେ। ତେଣୁ ଆବିମେଲେକ ଇସାହାକଙ୍କୁ ଡାକି ପଚାରିଲେ, ସେ ତୁମର ପତ୍ନୀ, କିନ୍ତୁ ସେ ମୋର ସହୋଦରୀ ବୋଲି ତୁମେ ମୋତେ କିପରି କହିଲ? ଉତ୍ତରରେ ଇସାହାକ କହିଲେ, ତା ଯୋଗୁଁ ମୋର ମୃତ୍ୟୁ ହେବ ବୋଲି ଭାବି ମୁଁ ସେ ପ୍ରକାର କହିଥିଲି। ଆବିମେଲେକ କହିଲେ, ଆମମାନଙ୍କ ପ୍ରତି ତୁମେ ଏ କ'ଣ କରିଅଛ? କୌଣସି ଲୋକ ଯଦି ତୁମ ପତ୍ନୀ ସହ ଶୟନ କରିଥାନ୍ତା, ତାହେଲେ ଆମେ ଅତ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇଥାନ୍ତୁ। ତତ୍ପରେ ଆବିମେଲେକ ସମସ୍ତ ଲୋକଙ୍କୁ ଚେତାବନୀ ଶୁଣାଇ କହିଲେ, ଯିଏ ଏହି ବ୍ୟକ୍ତି କିମ୍ବା ତାଙ୍କର ପତ୍ନୀକୁ ସ୍ପର୍ଶ କରିବ, ସେ ନିହତ ହେବ। ସେହି ଦେଶରେ କୃଷିକର୍ମ କରି ଇସାହାକ ସେହି ବର୍ଷରେ 100 ଗୁଣ ଫସଲ ଅମଳ କଲେ। ଈଶ୍ୱର ତାଙ୍କୁ ଆଶୀଷ ଦେଲେ, ସେ ଧନବାନ ହେଲେ। ଦିନକୁ ଦିନ ସମୃଦ୍ଧି ହୋଇ ପରିଶେଷରେ ସେ ଅତୀବ ଧନୀଶାଳୀ ହେଲେ। ପୁଣି ତାଙ୍କର ସଂଖ୍ୟାଧିକ ଗୋମେଷ ତଥା ଦାସଦାସୀ ଥିଲା। ସୁତରାଂ ଫିଲିସ୍ତୀୟମାନେ ତାଙ୍କ ପ୍ରତି ଈର୍ଷାନ୍ୱିତ ହେଲେ। ନିଜ ପିତା ଆବ୍ରାହମଙ୍କ ଦାସମାନେ ତାଙ୍କର ଜୀବନ କାଳରେ ଖୋଳିଥିବା କୂପ ସମୂହ ଫିଲିସ୍ତୀୟମାନଙ୍କ ଦ୍ୱାରା ମାଟିରେ ପୂର୍ଣ୍ଣ କରାଯାଇଥିଲା। ଆବିମେଲେକ ଇସାହାକଙ୍କୁ କହିଲେ, ତୁମେ ଆମଠାରୁ ଅଧିକ ଶକ୍ତିଶାଳୀ ହୋଇଥିବାରୁ ଆମକୁ ପରିତ୍ୟାଗ କରି ଚାଲିଯାଅ। ସୁତରାଂ ଇସାହାକ ସେଠାରୁ ପ୍ରସ୍ଥାନ କରି ଗେରାର ଉପତ୍ୟକାରେ ବସତି ସ୍ଥାପନ କଲେ। ନିଜ ପିତା ଆବ୍ରାହମଙ୍କ ଜୀବନ କାଳରେ ଖୋଦିତ ତଥା ଫିଲିସ୍ତୀୟମାନଙ୍କ ଦ୍ୱାରା ମାଟିରେ ପରିପୂର୍ଣ୍ଣ କୂପ ସମୂହକୁ ଇସାହାକ ପୁନର୍ବାର ଖୋଦନ କଲେ। ସେଗୁଡ଼ିକୁ ନିଜ ପିତାଙ୍କ ଦ୍ୱାରା ପ୍ରଦତ୍ତ ନାମରେ ସେ ମଧ୍ୟ ନାମିତ କଲେ। ଇସାହାକଙ୍କ ଦାସମାନେ ସେହି ଉପତ୍ୟକାରେ ଖୋଳୁଥିବା ସମୟରେ ଜଳ ପ୍ରବାହ ହେଉଥିବା ଏକ ଝରଣାର ସନ୍ଧାନ ପାଇଲେ। କିନ୍ତୁ ଏହି ଜଳ ଆମମାନଙ୍କର ବୋଲି କହି ଗେରାର ଦେଶୀୟ ପଶୁପାଳକମାନେ ଇସାହାକଙ୍କ ଗୋପାଳକମାନଙ୍କ ସହ କଳହ କଲେ। ସେମାନେ ତାଙ୍କ ସଙ୍ଗେ କଳହ କରିଥିବା ଯୋଗୁଁ ସେ ସେହି କୂପକୁ ଏସେକ ନାମରେ ନାମିତ କଲେ। ତେଣୁ ସେମାନେ ପୁନରାୟ ଅନ୍ୟ ଏକ କୂପ ଖୋଳିଲେ, କିନ୍ତୁ ତା ପାଇଁ ସୁଦ୍ଧା ସେମାନେ କଳହ ସୃଷ୍ଟି କଲେ। ଅତଏବ ସେ ସେହି କୂପକୁ ସିତ୍ନା ନାମରେ ଅଭିହିତ କଲେ। ତତ୍ପରେ ସେ ସ୍ଥାନ ପରିତ୍ୟାଗ କରି ଅନ୍ୟ ଏକ କୂପ ଖୋଳିଲେ, କିନ୍ତୁ ସେଥିପାଇଁ ସେମାନଙ୍କ ମଧ୍ୟରେ କୌଣସି ବିବାଦ ଉପୁଜିଲା ନାହିଁ। ତହୁଁ ସେ ସେହି କୂପକୁ ରହୋବତ ନାମରେ ନାମିତ କଲେ,
କାରଣ ସେ କହିଲେ, ବର୍ତ୍ତମାନ ପ୍ରଭୁ ଆମ ପାଇଁ ସ୍ଥାନ ପ୍ରଦାନ କରିବାରୁ ଆମେ ଏହି ଦେଶରେ ସଂଖ୍ୟାତୀତ ଭାବେ ବୃଦ୍ଧି ଲାଭ କରିବୁ। ସେ ସ୍ଥାନରୁ ବେର୍ସେବା ଅଭିମୁଖେ ସେ ଯାତ୍ରା କଲେ। ସେହି ରାତିରେ ପ୍ରଭୁ ଆବିର୍ଭୂତ ହୋଇ ତାଙ୍କୁ କହିଲେ, ମୁଁ ଅଟେ ତୁମ ପିତା ଆବ୍ରାହମଙ୍କ ଈଶ୍ୱର। ଭୟବିହ୍ୱଳ ହୁଅ ନାହିଁ, କାରଣ ମୁଁ ତୁମର ସହବର୍ତ୍ତୀ। ମୋର ଦାସ ଆବ୍ରାହମଙ୍କ ଯୋଗୁଁ ମୁଁ ତୁମକୁ ଆଶୀଷ ଦେବି ଓ ତୁମ ବଂଶ ପରମ୍ପରାକୁ ପରିବର୍ଦ୍ଧିତ କରିବି। ସୁତରାଂ ସେ ସ୍ଥାନରେ ଗୋଟିଏ ବଳିପୀଠ ନିର୍ମାଣ କରି ପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ ଓ ସେଠାରେ ବସତି ସ୍ଥାପନ କଲେ। ଇସାହାକଙ୍କ ଦାସମାନେ ସେଠାରେ ଗୋଟିଏ କୂପ ଖୋଳିଲେ। ନିଜ ପରାମର୍ଶଦାତା ଆହୁସାତ ଓ ସେନାପତି ଫିକଲଙ୍କ ଗହଣରେ ଆବିମେଲେକ ଗେରାର ଠାରୁ ଇସାହାକଙ୍କ ନିକଟକୁ ଗଲେ। ଇସାହାକ ସେମାନଙ୍କୁ ପଚାରିଲେ, ମୋତେ ଘୃଣା କରି ତୁମ ଦେଶରୁ ବିତାଡ଼ିତ କଲା ପରେ ତୁମେମାନେ ମୋ ପାଖକୁ କାହିଁକି ଆସିଅଛ? ସେମାନେ କହିଲେ, ପ୍ରଭୁ ତୁମର ସହବର୍ତ୍ତୀ ଅଟନ୍ତି, ଏହା ଆମକୁ ବିଦିତ। ସୁତରାଂ ଆମେ ମନେ କଲୁ ଯେ ଶପଥପୂର୍ବକ ଆମ ମଧ୍ୟରେ ଏକ ସନ୍ଧି ସ୍ଥାପନ କରିବା ଉଚିତ। ଆମେମାନେ ଯେପରି ତୁମ ପ୍ରତି କୌଣସି ପ୍ରକାର ଉପଦ୍ରବ ନ କରି ଉତ୍ତମ ବ୍ୟବହାର ପ୍ରଦର୍ଶନ ପୂର୍ବକ ଶାନ୍ତି କାମନା ସହ ତୁମକୁ ପ୍ରେରଣ କଲୁ, ତୁମେ ସେହିପରି ଆମ ପ୍ରତି କୌଣସି ଉପଦ୍ରବ କରିବ ନାହିଁ। ଅନନ୍ତର ସେ ସେମାନଙ୍କ ସକାଶେ ଏକ ଭୋଜି ପର୍ବ ଆୟୋଜନ କଲେ ଓ ସେମାନେ ପାନାହାର କଲେ। ପ୍ରତ୍ୟୁଷରେ ସେମାନେ ଉଠି ପରସ୍ପର ପ୍ରତି ଶପଥ କଲେ। ତହୁଁ ଇସାହାକ ସେମାନଙ୍କୁ ବିଦାୟ ଦେଲେ ଓ ସେମାନେ ସେଠାରୁ ଶାନ୍ତିପୂର୍ଣ୍ଣ ମନରେ ପ୍ରସ୍ଥାନ କଲେ। ଇସାହାକଙ୍କ ଦାସମାନେ ଖୋଳୁଥିବା କୂପ ସମ୍ବନ୍ଧରେ ସେହି ଦିବସରେ ସମ୍ବାଦ ଜଣାଇ କହିଲେ, ଆମେ ଜଳର ସନ୍ଧାନ ପାଇଅଛୁ। ସେ ତାହାକୁ ଶିବା ନାମରେ ନାମିତ କଲେ। ସୁତରାଂ ସେହି ସହର ଅଦ୍ୟାବଧି ବେର୍ସେବା ନାମରେ ପରିଚିତ। ଏସାଉଙ୍କ ହିତୀୟ ପତ୍ନୀଦ୍ୱୟ। ଏସାଉ ନିଜର 40 ବର୍ଷ ବୟସରେ ହିତୀୟ ବେରିଙ୍କ କନ୍ୟା ଜୁଦିତ ଓ ହିତୀୟ ଏଲୋନଙ୍କ କନ୍ୟା ବାସେମାତକୁ ବିବାହ କଲେ। ସେମାନଙ୍କ ଯୋଗୁଁ ଇସାହାକ ଓ ରେବେକାଙ୍କ ଜୀବନଯାତ୍ରା ଦୁଃଖପୂର୍ଣ୍ଣ ହେଲା। ଅଧ୍ୟାୟ 27। ଯାକୁବଙ୍କ ପ୍ରତି ପୈତୃକାନୁଗ୍ରହ ଲାଭ। ଇସାହାକ ବୃଦ୍ଧ ହେଲେ ଓ ଦୃଷ୍ଟିଶକ୍ତି ହରାଇ ବସିଲା ଭଳି ତାଙ୍କ ଚକ୍ଷୁ ଯୁଗଳ ନିସ୍ତେଜ ହେଲା। ସେ ଏକଦା ନିଜ ଜ୍ୟେଷ୍ଠ ପୁତ୍ର ଏସାଉଙ୍କୁ ଡାକି କହିଲେ, ହେ ମୋର ପୁତ୍ର। ମୁଁ ଏହି ବୋଲି ଏସାଉ ଉତ୍ତର ଦେଲେ। ଇସାହାକ ପୁନରାୟ କହିଲେ, ଦେଖ ମୁଁ ବୟସ୍କ ହୋଇଛି। ମୁଁ ଯେ କେବେ ମୃତ୍ୟୁବରଣ କରିବି ତାହା ଜାଣେ ନାହିଁ। ବର୍ତ୍ତମାନ ତୁମେ ତୁମର ଅସ୍ତ୍ରଶସ୍ତ୍ର, ତୁଣୀର ତଥା ଧନୁ ନେଇ କ୍ଷେତକୁ ଯାଅ ଓ ମୋ ପାଇଁ ଶିକାର କର। ମୋର ଇଚ୍ଛାନୁରୂପ ସୁସ୍ୱାଦ ଖାଦ୍ୟ ପ୍ରସ୍ତୁତ କରି ମୋତେ ପରିବେଷଣ କର। ତାହା ଭୋଜନ କରି ମୋର ମୃତ୍ୟୁ ପୂର୍ବରୁ ମୁଁ ତୁମକୁ ଆଶୀର୍ବାଦ କରିବି। ଇସାହାକ ନିଜ ପୁତ୍ର ଏସାଉଙ୍କୁ ଏତାଦୃଶ ଉପଦେଶ ଦେବା ସମୟରେ ରେବେକା ତାହା ଶୁଣିଥିଲା। ସୁତରାଂ ଏସାଉ କିଛି ଶିକାର ଖୋଜି ଆଣିବା ପାଇଁ କ୍ଷେତକୁ ଯିବାବେଳେ ରେବେକା ନିଜ ପୁତ୍ର ଯାକୁବଙ୍କୁ କହିଲା, ତୁମ ପିତା ଓ ତୁମ ସହୋଦର ଏସାଉଙ୍କ ମଧ୍ୟରେ ଏହି କଥୋପକଥନ ମୁଁ ଶୁଣିପାରିଛି। ଶିକାର କରି ସୁସ୍ୱାଦ ଖାଦ୍ୟ ପ୍ରସ୍ତୁତ କରି ଆଣ। ତାହା ଆହାର କରି ମୋର ମୃତ୍ୟୁ ପୂର୍ବରୁ ପ୍ରଭୁଙ୍କ ସନ୍ନିଧାନରେ
ମୁଁ ତୁମକୁ ଆଶୀର୍ବାଦ କରିବି। ସୁତରାଂ ହେ ମୋର ପୁତ୍ର, ମୋର ନିର୍ଦ୍ଦେଶାନୁସାରେ ମୋର ବାକ୍ୟ ପାଳନ କର। ତୁମେ ବର୍ତ୍ତମାନ ଗପଲ ମଧ୍ୟକୁ ଯାଇ 2ଟି ମେଷ ଶାବକକୁ ନେଇ ଆସ। ସେଥିରୁ ତୁମ ପିତାଙ୍କ ଇଚ୍ଛାନୁରୂପେ ସୁସ୍ୱାଦୁ ଖାଦ୍ୟ ମୁଁ ପ୍ରସ୍ତୁତ କରିବି। ତୁମେ ତାହା ତୁମ ପିତାଙ୍କ ଭକ୍ଷଣ ପାଇଁ ନେଇଯିବ ଓ ସେ ମୃତ୍ୟୁବରଣ କରିବା ପୂର୍ବରୁ ତୁମକୁ ଆଶୀର୍ବାଦ କରିବେ। ଯାକୁବ ନିଜ ମାତା ରେବେକାକୁ କହିଲେ, ମୋର ସହୋଦର ଏସାଉଙ୍କ ସର୍ବାଙ୍ଗ ଲୋମାବୃତ, କିନ୍ତୁ ମୁଁ ସଶରୀରେ ଲୋମହୀନ ଅଟେ। ମୋର ପିତା ଯଦି ମୋତେ ସ୍ପର୍ଶ କରନ୍ତି, ତେବେ ମୁଁ ଯେ ତାଙ୍କୁ ପ୍ରବଞ୍ଚନା କରିଅଛି ଏହିପରି ପରିଗଣିତ ହେବି। ତାହା ହେଲେ ଆଶୀର୍ବାଦ ପରିବର୍ତ୍ତେ ମୁଁ କ'ଣ ଅଭିଶାପର ପାତ୍ର ହେବି ନାହିଁ? ମାତା ତାଙ୍କୁ କହିଲେ, ବତ୍ସ, ସେହି ଅଭିଶାପ ମୋ ଉପରେ ପଡ଼ୁ। ତୁମେ କେବଳ ମୋ କଥାନୁସାରେ କାର୍ଯ୍ୟ କର। ଯାଅ ଓ ସେଗୁଡ଼ିକୁ ମୋ ପାଖକୁ ଘେନି ଆସ। ତହୁଁ ସେ ଯାଇ ସେଗୁଡ଼ିକୁ ମାତା ପାଖକୁ ଘେନି ଆସିଲେ ଓ ରେବେକା ତାଙ୍କ ପିତାଙ୍କ ଇଚ୍ଛାନୁରୂପ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କଲା। ତତ୍ପରେ ରେବେକା ନିଜ ଜ୍ୟେଷ୍ଠ ପୁତ୍ର ଏସାଉଙ୍କ ଉତ୍ତମ ପରିଧାନ ଯାହାକି ତା ପାଖରେ ଥିଲା, ତାହା ନେଇ କନିଷ୍ଠ ପୁତ୍ର ଯାକୁବଙ୍କୁ ପରିହିତ କରାଇଲା। ମେଷ ଚର୍ମ ଦ୍ୱାରା ତାଙ୍କ ହସ୍ତ ତଥା ଗଳଦେଶର ଲୋମଶୂନ୍ୟ ସ୍ଥାନକୁ ଆବୃତ କଲା। ପରିଶେଷରେ ସେ ପ୍ରସ୍ତୁତ କରିଥିବା ସୁସ୍ୱାଦୁ ଖାଦ୍ୟ ତଥା ରୁଟି ନିଜ ପୁତ୍ର ଯାକୁବଙ୍କ ହସ୍ତରେ ଦେଲା। ଯାକୁବ ନିଜ ପିତାଙ୍କ ନିକଟକୁ ଯାଇ କହିଲେ, ହେ ମୋର ପିତା। ସେ ପ୍ରତ୍ୟୁତ୍ତର କଲେ, ମୁଁ ଏହି। ବତ୍ସ, ତୁମେ କିଏ? ଉତ୍ତରରେ ଯାକୁବ କହିଲେ, ମୁଁ ତୁମ ଜ୍ୟେଷ୍ଠ ପୁତ୍ର ଏସାଉ। ତୁମର କଥାନୁସାରେ ମୁଁ କାର୍ଯ୍ୟ ସାଧନ କରିଅଛି। ଉଠି ବସ, ମୋର ଶିକାରରୁ ପ୍ରାପ୍ତ ମାଂସ ଭକ୍ଷଣ କର ଓ ମୋତେ ଆଶୀଷ ଦିଅ। କିନ୍ତୁ ଇସାହାକ ନିଜ ପୁତ୍ରଙ୍କୁ ପଚାରିଲେ, ବତ୍ସ, ତୁମେ କିପରି ତାହା ଏତେ ଶୀଘ୍ର ଖୋଜି ପାଇଲ? ସେ ପ୍ରତ୍ୟୁତ୍ତର ଦେଲେ, ପ୍ରଭୁ ତୁମ ଈଶ୍ୱର ମୋର ଏହି କାର୍ଯ୍ୟକୁ ସଫଳ କଲେ। ସେ ସମୟରେ ଇସାହାକ ଯାକୁବଙ୍କୁ କହିଲେ, ବତ୍ସ, ତୁମେ ମୋ ପାଖକୁ ଆସ। ତୁମେ ଯଥାର୍ଥରେ ମୋର ପୁତ୍ର ଏସାଉ କି ନୁହଁ, ମୁଁ ତୁମକୁ ସ୍ପର୍ଶ କରି ତାହା ଜାଣିବି। ତହୁଁ ଯାକୁବ ନିଜ ପିତା ଇସାହାକଙ୍କ ସନ୍ନିହିତ ହେଲେ। ତାଙ୍କୁ ସ୍ପର୍ଶ କରି ଇସାହାକ କହିଲେ, ସ୍ୱର ଯାକୁବଙ୍କ ସ୍ୱର ସଦୃଶ, ମାତ୍ର ହସ୍ତ ଏସାଉଙ୍କ ହସ୍ତ ସମ। ତାଙ୍କ ହସ୍ତ ଏସାଉଙ୍କ ହସ୍ତ ସଦୃଶ ଲୋମ ହୋଇଥିବା ଯୋଗୁଁ ଇସାହାକ ତାଙ୍କୁ ଚିହ୍ନି ପାରିଲେ ନାହିଁ। ସୁତରାଂ ସେ ତାଙ୍କୁ ଆଶୀର୍ବାଦ କଲେ। ଇସାହାକ ପଚାରିଲେ, ତୁମେ କ'ଣ ବାସ୍ତବରେ ମୋର ପୁତ୍ର ଏସାଉ? ସେ ପ୍ରତ୍ୟୁତ୍ତର କଲେ, ହଁ, ମୁଁ ସେହି। ତହୁଁ ଇସାହାକ କହିଲେ, ତାହା ମୋ ପାଖକୁ ଆଣ। ମୁଁ ମୋର ପୁତ୍ରର ଶିକାର ପ୍ରାପ୍ତ ମାଂସ ଆହାର କରି ତୁମକୁ ଆଶୀର୍ବାଦ କରିବି। ସେ ତାହା ତାଙ୍କ ପାଖକୁ ଆଣିଲେ ଓ ସେ ଭକ୍ଷଣ କଲେ। ସେ ତାଙ୍କୁ ଦ୍ରାକ୍ଷାରସ ମଧ୍ୟ ଦେଲେ। ସେ ତାହା ପାନ କଲେ। ଅନନ୍ତର ତାଙ୍କ ପିତା ଇସାହାକ କହିଲେ, ବତ୍ସ, ପାଖକୁ ଆସି ମୋତେ ଚୁମ୍ବନ ଦିଅ। ସେ ସମୀପକୁ ଆସି ଚୁମ୍ବନ ଦେଲା କ୍ଷଣି ଇସାହାକ ତାଙ୍କ ବସ୍ତ୍ରର ବାସ୍ନା ବାରିପାରିଲେ ଓ ତାଙ୍କୁ ଆଶୀଷ ଦେଇ କହିଲେ, ମୋର ପୁତ୍ରର ବାସ୍ନା ପ୍ରଭୁଙ୍କ ଦ୍ୱାରା ଆଶୀଷ ପ୍ରାପ୍ତ କ୍ଷେତର ବାସ୍ନା ସଦୃଶ। ଈଶ୍ୱର ତୁମକୁ ଆକାଶମଣ୍ଡଳର ଶିଶିର ତଥା ଧରାଧାମର ସମୃଦ୍ଧି ପ୍ରଦାନ କରନ୍ତୁ। ଶସ୍ୟ ତଥା ଦ୍ରାକ୍ଷାରସ ତୁମ ପାଇଁ ସମୃଦ୍ଧି ହେଉ। ଜନତା ତୁମର
ସେବା ଶୁଶ୍ରୂଷା କର। ରାଜ୍ୟ ସମୂହ ତୁମ ସମ୍ମୁଖରେ ଅବନତ ରହୁ। ତୁମେ ତୁମ ଭ୍ରାତାମାନଙ୍କ ଉପରେ ପ୍ରଭୁତ୍ୱ କର ଏବଂ ତୁମ ମାତାର ସନ୍ତାନଗଣ ତୁମ ସମ୍ମୁଖରେ ଅବନତ ରୁହନ୍ତୁ। ଯିଏ ତୁମକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ ଓ ଯିଏ ତୁମକୁ ଆଶୀଷ ପ୍ରଦାନ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ। ଯାକୋବ ଇସାହାକଙ୍କ ଠାରୁ ଆଶୀଷ ପ୍ରାପ୍ତ ହୋଇ ପିତାଙ୍କ ସମ୍ମୁଖରୁ ବହିର୍ଗତ ହେବା ମାତ୍ରେ ତାଙ୍କ ସହୋଦର ଏସାଉ ଶିକାର ଶେଷ କରି ପ୍ରତ୍ୟାବର୍ତ୍ତନ କଲେ। ସେ ମଧ୍ୟ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ନିଜ ପିତାଙ୍କ ପାଖକୁ ଆଣି କହିଲେ, ହେ ମୋର ପିତା, ଉଠ ଏବଂ ତୁମ ପୁତ୍ରର ଶିକାର ପ୍ରାପ୍ତ ମାଂସ ଆହାର କରି ଆଶୀଷ ପ୍ରଦାନ କର। ପିତା ଇସାହାକ ତାଙ୍କୁ ପଚାରିଲେ, ତୁମେ ପୁଣି କିଏ? ସେ ପ୍ରତ୍ୟୁତ୍ତର କଲେ, ମୁଁ ତୁମ ପୁତ୍ର, ତୁମ ଜ୍ୟେଷ୍ଠ ପୁତ୍ର ଏସାଉ। ତହୁଁ ଇସାହାକ ଅତ୍ୟନ୍ତ ବିଚଳିତ ହୋଇ ପଚାରିଲେ, ତେବେ ତୁମ ପୂର୍ବରୁ କିଏ ଶିକାର ପ୍ରାପ୍ତ ମାଂସ ଘେନି ମୋ ସମ୍ମୁଖକୁ ଆସିଥିଲା? ମୁଁ ସେ ସବୁ ଆହାର କରି ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଅଛି। ନିଜ ପିତାଙ୍କ ଏହି ବାକ୍ୟ ଶୁଣି ଏସାଉ ଅତ୍ୟଧିକ ଦୁଃଖିତ ହୋଇ କ୍ରନ୍ଦନ କରିବାକୁ ଆରମ୍ଭ କଲେ ଏବଂ ସେ ମିନତି କଲେ, ହେ ମୋର ପିତା, ମୋତେ ମଧ୍ୟ ଆଶୀଷ ଦିଅ। କିନ୍ତୁ ଇସାହାକ କହିଲେ, ତୁମ ସହୋଦର ଆସି ମୋତେ ପ୍ରତାରଣା କରି ତୁମର ଆଶୀଷ ହରଣ କରିଅଛି। ଏସାଉ କହିଲେ, ସେ କ'ଣ ପ୍ରକୃତରେ ଯାକୋବ ନାମରେ ଅଭିହିତ ନୁହେଁ? ସେ ମୋତେ ଏହିପରି 2 ବାର ପ୍ରତାରିତ କରିଅଛି। ସେ ଏକଦା ମୋ ଠାରୁ ଜ୍ୟେଷ୍ଠ ପୁତ୍ରାଧିକାର ହରଣ କଲା ଓ ବର୍ତ୍ତମାନ ମୋର ଆଶୀର୍ବାଦ ମଧ୍ୟ ହରଣ କରିଅଛି। ଅନନ୍ତର ସେ ପଚାରିଲେ, ମୋ ପ୍ରତି ତୁମେ ଗୋଟିଏ ହେଲେ ଆଶୀର୍ବାଦ କ'ଣ ରଖିନାହଁ? ଇସାହାକ ଉତ୍ତରରେ ଏସାଉଙ୍କୁ କହିଲେ, ମୁଁ ତାକୁ ତୁମ ମୁନିବ ରୂପେ ନିଯୁକ୍ତି ଦେଇଅଛି ଓ ତାର ଭ୍ରାତାଗଣଙ୍କୁ ତାର ଦାସ ରୂପେ ନିୟୋଜିତ କରିଅଛି। ଶସ୍ୟ ତଥା ଦ୍ରାକ୍ଷା ରସ ଦ୍ୱାରା ମୁଁ ତାକୁ ଧନଶାଳୀ କରିଅଛି। ବତ୍ସ, ତେବେ ଆଉ ତୁମ ପାଇଁ ମୁଁ କ'ଣ କରିପାରିବି? ଏସାଉ ପିତାଙ୍କୁ ପଚାରିଲେ, ମୋର ପିତା, ତୁମ ପାଖରେ କ'ଣ ଗୋଟିଏ ମାତ୍ର ଆଶୀଷ ଅଛି? ହେ ମୋର ପିତା, ମୋତେ ମଧ୍ୟ ଆଶୀର୍ବାଦ କର। ତତ୍ପରେ ସେ ଉଚ୍ଚ ସ୍ୱରରେ ବିଳାପ କରିବାକୁ ଲାଗିଲେ। ତହୁଁ ତାଙ୍କ ପିତା ଇସାହାକ କହିଲେ, ଧରାଧାମର ସମୃଦ୍ଧି ତଥା ନଭମଣ୍ଡଳର ଶିଶିର ଠାରୁ ଦୂରରେ ତୁମର ବସତି ରହିବ। ଖଡ଼୍ଗଧାରୀ ହୋଇ ତୁମେ ଜୀବନଯାପନ କରିବ ଓ ତୁମେ ତୁମ ସହୋଦରର ପରିଚର୍ଯ୍ୟାରତ ହେବ। କିନ୍ତୁ ତୁମେ ନିଜେ ସ୍ୱାଧୀନତା ଲାଭ କଲା ମାତ୍ରେ ତୁମ ଗଳ ଦେଶରୁ ତାର ଜ୍ୱାଳି ଭାଙ୍ଗିଦେବ। ଯାକୋବଙ୍କୁ ପିତା ପ୍ରଦାନ କରିଥିବା ଆଶୀର୍ବାଦ ଯୋଗୁଁ ଏସାଉ ଯାକୋବଙ୍କୁ ଘୃଣା କଲେ। ଏସାଉ ଆତ୍ମବୋଧ କହିଲେ, ପିତାଙ୍କ ପାଇଁ ବିଳାପ କରିବା ଦିନଗୁଡ଼ିକ ସମୀପବର୍ତ୍ତୀ ହୋଇ ଆସୁଅଛି। ତତ୍ପରେ ମୁଁ ମୋର ସହୋଦର ଯାକୋବକୁ ନିଧନ କରିବି। ନିଜ ଜ୍ୟେଷ୍ଠ ପୁତ୍ର ଏସାଉଙ୍କ ଏହି ବାକ୍ୟ ସମୂହ ରେବେକାର କର୍ଣ୍ଣଗୋଚର ହେଲା। ତହୁଁ ସେ ନିଜ କନିଷ୍ଠ ପୁତ୍ର ଯାକୋବଙ୍କୁ ଡାକି କହିଲା, ତୁମକୁ ହତ୍ୟା କରିବା ପାଇଁ ପରିକଳ୍ପନା କରି ତୁମ ସହୋଦର ଏସାଉ ଆଶ୍ୱସ୍ତ ହେଉଛନ୍ତି। ସୁତରାଂ ବତ୍ସ, ମୋର କଥା ଶୁଣ। ହାରାନକୁ ପଳାୟନ କରି ମୋ ସହୋଦର ଲାବାନଙ୍କ ସମୀପରେ ଆଶ୍ରୟ ନିଅ। ତୁମ ସହୋଦରର କୋପ ଶାନ୍ତ ହେବା ପର୍ଯ୍ୟନ୍ତ ସ୍ୱଳ୍ପ କାଳ ଧରି ତାଙ୍କ ସହ ଅବସ୍ଥାନ କର। ତୁମ ସହୋଦରର କ୍ରୋଧ ଶାନ୍ତ ହେଉ ଓ ତୁମେ ଯାହା କିଛି କରିଅଛ ସେସବୁ ସେ ବିସ୍ମରି ଯାଉ। ସେତେବେଳେ ମୁଁ ଲୋକ ପଠାଇ ତୁମକୁ ସେଠାରୁ ଡାକି ଆଣିବି। ଏକ ଦିନରେ
ତୁମ ଉଭୟଙ୍କୁ ମୁଁ କାହିଁକି ହରାଇ ବସିବି? ତତ୍ପରେ ରେବେକା ଇସାହାକଙ୍କୁ କହିଲା, ଏହି ହିତୀୟ ନାରୀମାନଙ୍କ ଯୋଗୁଁ ମୋର ଜୀବନ ବିରକ୍ତିପୂର୍ଣ୍ଣ। ଏଭଳି ଭାବେ ଯାକୁବ ଯଦି ହିତୀୟ ମହିଳାମାନଙ୍କ ମଧ୍ୟରୁ ଜଣକୁ ବିବାହ କରେ, ତାହାହେଲେ ମୋର ଜୀବନର କି ବା ପ୍ରୟୋଜନ? ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମାର୍ଥିଙ୍କ ସୁସମାଚାର ଅଧ୍ୟାୟ 4 ପଦ ସଂଖ୍ୟା 4। ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚେ ନାହିଁ, ବରଂ ଈଶ୍ୱରଙ୍କ ମୁଖ ନିଃସୃତ ପ୍ରତ୍ୟେକ ବାଣୀରେ ବଞ୍ଚେ। ପ୍ରାର୍ଥନା କରିବା। ପ୍ରଭୁ ଆମ୍ଭମାନଙ୍କୁ ବାକ୍ୟ ଦିଅ। ଧନ୍ୟବାଦ ଯୀଶୁ, ତୁମର ପବିତ୍ର ବାକ୍ୟ ପାଇଁ, ଜୀବନ୍ତ ବାକ୍ୟ ପାଇଁ ଆଜି ଆମେ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ। ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।